জয় শ্রীরাম, জয় জয় শ্রীরাম। ধন্যবাদ মঞ্চের উপস্থিত মনমোহন ভাইনা, সমস্ত গুরুজন মানে এবং মঞ্চ সামনে থিবা মিডিয়া ভাই মানে এবং এইটি উপস্থিত কোরেই মাটির প্রত্যেকটি লড়ুয়া ভাইଙ୍କୁ মোর প্রণাম। মতে বহুত কম সময় দিয়া যাইছি, বহুত কম সময় বহুত কম কথা কহিবি। সর্বপ্রথমে মু মোর বন্ধু ভাই আকাশ ভাই আপন মানଙ୍କର প্রিয় লড়ুয়া পুଅ আকাশ ভাইକୁ ଭାରତୀୟ ଜନତା ପାର୍ଟିକୁ ସ୍ୱାଗତ କରୁଛି ଏବଂ ଆପଣମାନଙ୍କୁ ଅନୁରୋଧ କରିବି ଗୋଟେ ଜୋରଦାର କରତାଳି ଦେଇ ତାଙ୍କୁ ସ୍ୱାଗତ କରନ୍ତୁ। ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ମତେ ଯେତେବେଳେ କହିବା ପାଇଁ ଡାକିଲେ ଆମର ପ୍ରିୟ ସରୋଜ ଭାଇ କହିଲେ ଯେ ଧୀରେ ଧୀରେ ସବୁ ତାରକା ମାନେ ବିଜୁ ଜନତା ଦଳ ଛାଡ଼ିକି ଭାରତୀୟ ଜନତା ପାର୍ଟି ଜଏନ୍ କରୁଛନ୍ତି। ମୁଁ ଖାଲି ସେ ଆଉ ଟିକେ କହିବାକୁ ଚାହେଁ, ଖାଲି ସିନେ ତାରକା ନୁହେଁ, ଯୋଉମାନେ ମାଟିରେ ରହି ଲୋକମାନଙ୍କ ପାଖରେ କାମ କରନ୍ତି, ଲୋକମାନଙ୍କର ସେବା କରନ୍ତି, ଯେଉଁମାନେ ସିନେମା ଦୁନିଆର ବାହାରକୁ ଯାଇକି ରିଅଲ ଲାଇଫ୍ ତାରକା ଆମର ରାଜନେତା ମାନେ ପ୍ରଦୀପ ଭାଇ, ମୁନା ଭାଇ, ଶ୍ରୀରାମ ଭାଇ ସମସ୍ତେ ଆସି ଭାରତୀୟ ଜନତା ପାର୍ଟି ଜଏନ୍ କରୁଛନ୍ତି। ଜାଣିଛନ୍ତି କ'ଣ ପାଇଁ? ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟି ଜଏନ୍ କରୁଛନ୍ତି। କ'ଣ ପାଇଁ ମୁଁ ଆପଣଙ୍କୁ କହିବାକୁ ଚାହେଁ। ବିଜୁ ଜନତା ଦଳ ଆରମ୍ଭ ହୋଇଥିଲା ବିଜୁ ବାବୁଙ୍କ ନାଁରେ, କିନ୍ତୁ ଆଜିକା ଡେଟ୍ରେ ଆପଣମାନେ କୌଣସି ପୋଷ୍ଟରରେ ବା କୌଣସି ଜାଗାରେ ବିଜୁ ବାବୁଙ୍କ ମୁହଁ ଆଉ ଦେଖିପାରିବେ ନାହିଁ। ବିଜୁ ବାବୁଙ୍କୁ ସେମାନେ ସଫା କରିଦେଲେଣି। ବିଜୁ ଜନତା ଦଳର ବି ହେଲେ ବିଜୁ, କିନ୍ତୁ ଆଜିକା ଡେଟ୍ରେ ଆଉ ବିଜୁ ବାବୁ ନାହାନ୍ତି। ବିଜୁ ହେଇଯାଇଛନ୍ତି, ତା ପରିବର୍ତ୍ତେ ହେଇଯାଇଛି ବାଜେ, ବାଜେ ଜନତା ଦଳ। ତେଣୁ ବାଜେ ଜନତା ଦଳରେ କେହି ଆଉ ରହିବେନି। ଇଏ ଆରମ୍ଭ ମାତ୍ର। ନିଶ୍ଚୟ କେହି ରହିବେନି। ଓଡ଼ିଶାର ସ୍ୱାଭିମାନର କଥା, ଓଡ଼ିଆଙ୍କର ସ୍ୱାଭିମାନର କଥା, ଏ ଓଡ଼ିଆ ମାଟିର ସ୍ୱାଭିମାନର କଥା। ଯେଉଁମାନେ ସ୍ୱାଭିମାନୀ ଓଡ଼ିଆ, ଯେଉଁମାନଙ୍କ ଭିତରେ କିଛି ବି ସ୍ୱାଭିମାନ ବାକି ଅଛି, ସେମାନେ ସେ ଦଳରେ ରହିବେନି। କିଛି ଲୋକ ରହିଯାଇଛନ୍ତି, ତାଙ୍କ ଭିତରେ କିଛି ଡର ଅଛି ଆଉ କିଛି ଲୋଭ ଅଛି। ଯୋଉଦିନ ସେ ଡର ପଳେଇବ ଆଉ ଲୋଭ ଛାଡ଼ିଯିବ, ତାଙ୍କର ଭାଡ଼ି ଖାଲି ହେଇଯିବ, ବନ୍ଧ ଭାଙ୍ଗିଯିବ। ସମସ୍ତେ ଆସି ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପାର୍ଟି ଭାରତୀୟ ଜନତା ପାର୍ଟି ଜଏନ୍ କରିବେ। ଏତିକି କହିକି ମୋ ବକ୍ତବ୍ୟ ଶେଷ କରିବି ଏବଂ ସମସ୍ତଙ୍କୁ ଅନୁରୋଧ କରିବି ମୋ ସାଙ୍ଗରେ କୁହନ୍ତୁ ଭାରତ ମାତା କି, ଭାରତ ମାତା କି, ବନ୍ଦେ ବନ୍ଦେ, ଜୟ ଶ୍ରୀରାମ, ଜୟ ଜୟ ଶ୍ରୀରାମ। ଧନ୍ୟବାଦ। ବନ୍ଦେ ଉତ୍କଳ ଜଳଦି। ଧନ୍ୟବାଦ।